आसन्तु थरे बुली जातु बाबा चौबर यात्रा। हाँ आज्ञा, आम कहवाक जाऊँ पुरी जिला ब्रह्मगिरी निर्वाचन मंडल कृष्णप्रसाद ब्लॉक आलुपाटना ग्रामर बाबा चौबर पीठर कथा। प्रतिवर्ष भली चलित वर्ष बाबा चौबर पीठरे धूमधाम सहित 11 दिन धरी महाडंबर पालन हुए महायज्ञ। ଏହି ସମୟରେ ଗ୍ରାମର ଝିଅ ଜ୍ୱାଇଁମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ। ଏଥିସହିତ ଗାଁର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖାଯାଇଥାଏ। ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ଜେନା ଅନୁଷ୍ଠାନର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀମାନଙ୍କୁ ନେଇ ପ୍ରତିବର୍ଷ ଏହି ମହାଯଜ୍ଞକୁ ସୁଚାରୁ ରୂପେ ତୁଲେଇ ଆସୁଛନ୍ତି। ରବୀନ୍ଦ୍ର ଜେନାଙ୍କ ଏଭଳି ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନର ରାଜ୍ୟ ସଭାପତି ଭାର୍ଗବୀ ନଦୀକୂଳ ବୃକ୍ଷ ସୁରକ୍ଷା ସଂଗଠନର ରାଜ୍ୟ ସମ୍ପାଦକ ନିଡ୍ ଆଣ୍ଡ ହେଲ୍ପ ଫାଉଣ୍ଡେସନର ଉପଦେଷ୍ଟା ଆଞ୍ଚଳିକ ସାମାଜିକ ଓ ସାଂସ୍କୃତିକ କଲ୍ୟାଣ ସଂଗଠନର ଆବାହକ ସମାଜସେବୀ ତଥା ସାମ୍ବାଦିକ ରମେଶ ସାହୁ ମଙ୍ଗଳବାର ଅନୁଷ୍ଠାନର ସଭାପତି ରବୀନ୍ଦ୍ର ଜେନାଙ୍କୁ ସମ୍ମାନିତ କରିବା ସହିତ 4 ଦିନ ପର୍ଯ୍ୟନ୍ତ ଚଉବର ପୀଠକୁ ଭକ୍ତମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ମୁଁ ଶ୍ରୀ ରବୀନ୍ଦ୍ର କୁମାର ଜେନା ଆଳୁପାଟନା ସଭାପତି। ଏ ଯଜ୍ଞ ଏ ବର୍ଷକୁ ମିଶିଗଲେ ପ୍ରାୟ 72 ବର୍ଷ ହେଲା ଏ ଅନୁଷ୍ଠାନ ଚାଲିଛି, ଆଗକୁ ବି ଚାଲି ରହିବ। ବାବାଙ୍କର ଯେଉଁ ଆଶୀର୍ବାଦ ଅଛି। ଆସନ୍ତା ବର୍ଷ ପାଇଁ ଆମର ଚଳିତ ବର୍ଷ କ'ଣ ଅଛି? ଚଳିତ ବର୍ଷ ବାଜିପାଡ଼ା ଦଶରାତି ହେଉଛି। ତାପରେ ଭାଗବତ ପୁରାଣ ଯେମିତି ଆମର 7 ଦିନ ହେବା କଥା 7 ଦିନ ହେବ। ମନୋରଞ୍ଜନ କାର୍ଯ୍ୟକ୍ରମ କିଛି ଅଛି, ସାଂସ୍କୃତିକ କାର୍ଯ୍ୟକ୍ରମ କିଛି ଅଛି, ବିଭିନ୍ନ ପ୍ରକାର ପ୍ରବଚନ ଫବଚନ ଏମିତି ସବୁ ବିଭିନ୍ନ ପ୍ରକାର ସବୁ ଉଦ୍ୟୋଗ କରାଯାଇଛି। ଏବଂ ପ୍ରତିଦିନ ରାତ୍ର 8 ଘଣ୍ଟା ଭିତରେ ବି ପ୍ରସାଦ ସେବନ ପାଇଁ ଅନ୍ନଦାନ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ପ୍ରକାର ସବୁ ବ୍ୟବସ୍ଥା ହେଇଛି। ଯେମିତି 11 ଦିନ ଚାଲିଛି ସେମିତି 11 ଦିନ ଚାଲିବ। ଆଉ କ'ଣ ତ କେତେ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ? ଏଇ ଆସୁଛି 25/1/2026 ରବିବାର ଦିନଠୁ ଆରମ୍ଭ। ଏଇଟା 11 ଦିନ ଧରି ଚାଲିବ। 4/2/2026 ବୁଧବାର ଦିନ ଏହାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯିବ। ଶ୍ରେୟ କାହାକୁ ଦେବେ ଏତେ ସୁନ୍ଦର ଭାବେ ଯେଉଁ କାର୍ଯ୍ୟ? ମୁଁ ରମେଶ ଚନ୍ଦ୍ର ସାହୁ, ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନର ରାଜ୍ୟ ସଭାପତି, ଭାର୍ଗବୀ ନଦୀକୂଳ ବୃକ୍ଷ ସୁରକ୍ଷା ସଂଗଠନର ରାଜ୍ୟ ସମ୍ପାଦକ ଏବଂ ନିଡ୍ ଆଣ୍ଡ ହେଲ୍ପ ଫାଉଣ୍ଡେସନର ଉପଦେଷ୍ଟା। ପାଟଣା ଚଉବର ଠାକୁର ଏମିତି ଜଣେ ଠାକୁର ଯିଏକି ତାଙ୍କର 11 ଦିନ ଧରି ଯାତ୍ରା ହୁଏ, ମହା ଆଡ଼ମ୍ବରରେ କରାଯାଏ। ତ ସେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ଜେନା ତାଙ୍କ ନିଜ ଗାଁରେ ପ୍ରତି ଠାକୁରଙ୍କୁ ନିମନ୍ତ୍ରଣ କରି ଯେଉଁ ଭଳିଆ ପ୍ରସେସନରେ ନେଇକି ଯାଆନ୍ତି, ତ 11 ଦିନ କାଳ ତାଙ୍କ ଗାଁରେ ମଦ ବନ୍ଦ, ମାଛ ବନ୍ଦ, ଆଇଁଷ ବନ୍ଦ, ସବୁ ବନ୍ଦ। ମଦ ପିଉଥିବା ଲୋକମାନଙ୍କୁ ତାଙ୍କ ଗାଁରେ ପ୍ରବେଶ କରି ଦିଆଯାଏନି। ତେଣୁ ଏଇ ଯେଉଁ ଚଉବର ବାବାଙ୍କ ମେଳନକୁ ସିଏ ଆନନ୍ଦ ଉତ୍ସାହର ସହିତ ପାଳନ କରିଥିବାରୁ ମୋ ଅନୁଷ୍ଠାନ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନ, ଭାର୍ଗବୀ ନଦୀକୂଳ ବୃକ୍ଷ ସୁରକ୍ଷା ସଂଗଠନ, ନିଡ୍ ଆଣ୍ଡ ହେଲ୍ପ ଫାଉଣ୍ଡେସନ ଏବଂ ଆଞ୍ଚଳିକ ସାମାଜିକ ଓ ସାଂସ୍କୃତିକ କଲ୍ୟାଣ ସଂଗଠନ ପକ୍ଷରୁ ତାଙ୍କୁ ମୁଁ ସମ୍ବର୍ଦ୍ଧିତ କରିଛି। ତାଙ୍କର ଏଭଳି ଯେଉଁ ଅଛି ଗାଁ ଭିତରେ କୌଣସି ଯେତେବେଳେ ମେଳନ ଚାଲେ, ଚଉବର ବାବାଙ୍କ ମେଳନ ହୁଏ, ସେଠିକି ଟୁରିଷ୍ଟ ଆସୁଛନ୍ତି ସତ, ଆଳୁପାଟଣାରୁ ଯାଉଛନ୍ତି ଚିଲିକା ଡଲଫିନ୍ ଦେଖିବାକୁ, ଟୁରିଷ୍ଟକି ବି ମନା କୌଣସି ନିଶା ଦ୍ରବ୍ୟ ନେଇ ଯିବା ପାଇଁ। ଏପରି ଗାଁରେ କୌଣସି ଯୁବକ ଯଦି ନିଶା ଖାଏ ସେଠୁ ବାଡ଼େଇକି ତଡ଼ି ଦିଆଯାଏ। ତ 11 ଦିନ କାଳ ଯେଉଁ ଶାନ୍ତି ଶୃଙ୍ଖଳା ଭାବରେ ପ୍ରତିବର୍ଷ ଜଣିଏ ସଭାପତି, 4 ବର୍ଷ ହେଲାଣି ମୁଁ ଦେଖୁଛି ସେଇ ଗୋଟିଏ ଲୋକ ସଭାପତି, ତ ଏତେ ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ କରୁଛନ୍ତି। ତେଣୁ ତାଙ୍କୁ ମୁଁ ସମ୍ବର୍ଦ୍ଧିତ କରିଛି। ଏବଂ ଏ 11 ଦିନ କାଳ ଆସନ୍ତା କାଲିଠାରୁ 11 ଦିନ କାଳ ଯେଉଁ କାର୍ଯ୍ୟକ୍ରମ ଚାଲିବ, ସମସ୍ତ ଭକ୍ତମାନଙ୍କୁ ଅନୁରୋଧ କରୁଛି ଥରେ ଆପଣ ଆସନ୍ତୁ, ଆଳୁପାଟଣା ଆସନ୍ତୁ, ଚଉବର ବାବା ଦର୍ଶନ କରି ଯାଆନ୍ତୁ।